ଆଉ ଗୋଟେ ସାର୍ ପଞ୍ଜୀକରଣ ନେଇ ବର୍ତ୍ତମାନ ସମସ୍ୟା ଉପୁଜୁଛି। ପଞ୍ଜୀକରଣ ବେଳେ ଯୋଉ ଫ୍ୟାମିଲି ଡିଟେଲ ମଗାଉଛି, ଜଣେ ଚାଷୀ ଯଦି ରେଜିଷ୍ଟ୍ରେସନ କରିବାକୁ ପଡ଼ିବ, ତା ନାଁରେ ପଇସା ଯିବ, ତାହେଲେ ସେ ତାର ଭାଇ ଭଉଣୀ ଯେତେ ଜଣ ଆଣିକିରି ସେ ସେଠି ଦବ, ଏନ୍ଓସି ଗୋଟେ ଦବ ଯେ ତାଙ୍କ ନାଁକୁ ଯିବ, ତାଙ୍କର କିଛି ଅସୁବିଧା। ଯାହାଦ୍ୱାରା ଅନେକ ଚାଷୀ ହଇରାଣ ହଉଛନ୍ତି, ବିରୋଧୀ ଅଭିଯୋଗ କରୁଛନ୍ତି ଯେ ଯେହେତୁ ସରକାର 800 ଟଙ୍କା ସବସିଡି ଦଉଛନ୍ତି, ସେଇ ଦୃଷ୍ଟିକୋଣ କିଭଳି ଭାବେ ଚାଷୀଙ୍କ ସଂଖ୍ୟା କମେଇବେ, ସେଇଥିପାଇଁ ଇଏ ସବୁ ପାରଫନିଆ କରୁଛନ୍ତି। ଚାଷୀଙ୍କ ସଂଖ୍ୟା କମେଇବା ଆମେ ଚାହୁଁନାହୁଁ, ଭୁଲ ଧାରଣା ସୃଷ୍ଟି କରାଯାଉଛି, ରାଜନୈତିକ ଉଦ୍ଦେଶ୍ୟଟା କରାଯାଉଛି। କିନ୍ତୁ ଆମେ ଚାହୁଁଛୁ ଯେଉଁମାନେ ଦଲାଲ ମାନେ ଅଛନ୍ତି, ଯେଉଁମାନେ ପ୍ରକୃତ ଚାଷୀ ନୁହନ୍ତି, ୟାଠୁ ତାଠୁ ରେକର୍ଡ କଲେକ୍ସନ କରିକି ଆଣିକି ରେଜିଷ୍ଟ୍ରେସନ କରୁଛନ୍ତି, ସେଇମାନଙ୍କ ସଂଖ୍ୟା କମ। ତେଣୁ ଆମେ ତାକୁ ଆହୁରି ସରଳୀକରଣ କରିଛୁ। ସେମାନେ ଗୋଟେ ଫର୍ମରେ କେବଳ ମାନେ ଦସ୍ତଖତ କରିବେ ଯେ ସେଲ୍ଫ ଡିକ୍ଲାରେସନ, ଯୋଉଟା ସେଲ୍ଫ ଡିକ୍ଲାରେସନ ଫର୍ମରେ ସେ ଦସ୍ତଖତ କରିକି ସେ ରେଜିଷ୍ଟ୍ରେସନ କରିପାରିବେ। କାଲିଠୁ ସେ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଧର ମୋ ବାପାଙ୍କ ନାଁରେ ରେକର୍ଡ ଅଛି, ମୋ ଜେଜେବାପାଙ୍କ ନାଁରେ ରେକର୍ଡ ଅଛି, ସେଟା ମୁଁ ରେଜିଷ୍ଟ୍ରେସନ କରିବାକୁ ଯାଉଛି, ସେଟା କେମିତି ତା ଭିତରେ ଖାଲି ଡିକ୍ଲାରେସନ କରିଦେବେ ନାଇଁ ଏଟା ମୋ ବାପାଙ୍କର ଜମି, ମୁଁ ତାକୁ ଚାଷ କରୁଛି କହିକି ଗୋଟେ ସାଇନ୍ ଦେବେ। ଏଥିରେ କୌଣସି ଉଦ୍ଦେଶ୍ୟ ନାହିଁ, କାହାକୁ ହଇରାଣ କରିବା ଉଦ୍ଦେଶ୍ୟ ସରକାରଙ୍କର ନାହିଁ। ନାଇଁ, କାଲିଠାରୁ ଏ ପ୍ରକ୍ରିୟା ଆରମ୍ଭ ହୋଇଛି। ଯୋଉଠି ଆକ୍ସେପ୍ଟ କରୁନାହାନ୍ତି ବୋଲି କମ୍ପ୍ଲେନ୍ ଆସିବ, ଆମେ କୌଣସି ଅଧିକାରୀଙ୍କୁ ନିଶ୍ଚିତ ଭାବେ ତାଗିଦ କରିବୁ। ଏଇଟା ଗଭର୍ଣ୍ଣମେଣ୍ଟର ନିର୍ଦ୍ଦେଶ। ସମସ୍ତେ ସେଲ୍ଫ ଡିକ୍ଲାରେସନ ଫର୍ମରେ ସାଇନ୍ କରିକି ଇମିଡିଏଟ୍ କରିପାରିବେ ରେଜିଷ୍ଟ୍ରେସନ। କାହାକୁ ହଇରାଣ କରିବାର ଉଦ୍ଦେଶ୍ୟ ଆମର ନାହିଁ। ହଁ, ଜମିର ମାଲିକ ଠାରୁ ଲିଖିତ ଆକାରରେ ଆଣିବେ ସେମାନେ ଯେ ମୁଁ ତାଙ୍କୁ ଭାଗ ଚାଷୀ ହିସାବରେ ଚାଷ କରିବାକୁ ଦେଇଛି ବୋଲି, ଏଇଟା ପରେ ଲେଖା ଆଣିବେ ସେମାନେ। ହଁ, କାହିଁକି ଭାଗ ଚାଷୀ ଯିଏ ଜଣକୁ ଦବ ଲେଖିକି, ସେ ଲେଖିକି କହିବ ଯେ ଭାଇ ଇଏ ୟାଙ୍କୁ ଦେଇଛି ମୁଁ ଲେଖା ଚାଷ କରିବା ପାଇଁ। ନାଇଁ ସେଟା ନାହିଁ, କିନ୍ତୁ ଦଲାଲ ମାନଙ୍କ ସଂଖ୍ୟା କମେଇବା ପାଇଁ କିଛି ଚାଲାକ ଲୋକ ଅଛନ୍ତି, ଯେଉଁମାନେ ଗାଁ ଗହଳିରେ ଲୋକମାନଙ୍କ ଠାରୁ ରେକର୍ଡ ନେଇ ପଳେଇ ଆସୁଛନ୍ତି। ନିରୀହ ଲୋକ ଜାଣିପାରୁନାହାନ୍ତି, ରେକର୍ଡ ଦେଇ ଦେଉଛନ୍ତି। ସେଇ ରେକର୍ଡରେ ମାନେ ଆଉ ଆପ୍ଲାଏ କରୁଛନ୍ତି, ଆଉ ରେଜିଷ୍ଟ୍ରେସନ କରୁଛନ୍ତି। ସେଇଟା ଆମେ ବନ୍ଦ କରିବା ପାଇଁ, ଚେକ୍ ଦେବା ପାଇଁ ଏଇଟା ଆମେ କରୁଛୁ, ଯୋଉଟାକୁ କହନ୍ତି EKYC, ଫାର୍ମାର୍ସ ମାନଙ୍କର EKYC। ଆମେ ଜାଣିବା ଦରକାର ପ୍ରକୃତରେ ମାନେ ଫାର୍ମାର୍ସ କି ନୁହଁ। ତେଣୁ ଏ ପ୍ରକ୍ରିୟା ଆରମ୍ଭ ହୋଇଛି, କିଛି କ୍ଷତି ନାହିଁ।